ନମସ୍କାର। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଯେ ୱେଷ୍ଟ ବେଙ୍ଗଲରେ ଯୋଉ ସବୁ ବନ୍ୟାରେ ବେହାଲ ଅଛି ୱେଷ୍ଟ ବେଙ୍ଗଲ ତାରି ଉପରେ। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ଆମ ପାଇଁ ବହୁ ମୂଲ୍ୟ। ନୂତନ ନୂତନ ତଥ୍ୟ ନେଇ ନୂଆ ଭିଡିଓ ଉପସ୍ଥାପନ କରିବା ପାଇଁ ତେବେ ଚାଲନ୍ତୁ। ଗତ 2 ଦିନ ଭିତରେ ୱେଷ୍ଟ ବେଙ୍ଗଲରେ ଯୋଉ ପ୍ରବଳ ବାଦଲ ଫଟା ମୂଷଳ ଧାରାରେ ଯୋଉ ଲଗାଣ ବର୍ଷା ହେଇଛି, ଯାହାରି ଫଳରେ ବନ୍ୟା ସୃଷ୍ଟି ହେଇଛି, ଯାହାକି କୁହାଯାଉଛି 39 ବର୍ଷ ମଧ୍ୟରେ ସବୁଠାରୁ ପ୍ରବଳ ବର୍ଷା ହେବାର ଅ, ଦିନ ହଉଛି ଗତକାଲି ଅର୍ଥାତ ମଙ୍ଗଳବାର ଏବଂ ସୋମବାର। ଏଇ 24 ଘଣ୍ଟା ଭିତରେ ଯୋଉ ବର୍ଷା ହେଇଛି, ସେଇ ବର୍ଷା ଫଳରେ ୱେଷ୍ଟ ବେଙ୍ଗଲରେ ଅତି କମରେ 10 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଅତି ଦୁଃଖଦାୟକ ଘଟଣା। କାରଣ ଜଳ ଜମି ଉପରେ ଥିବା ଗୋଟେ ବିଦ୍ୟୁତ ତାରରେ ସେମାନେ ସଂଯୋଗ ଥିଲା ବିଦ୍ୟୁତ ତାରଟି ଏବଂ ଜଳ ଜମି ଉପରେ ସେ ବିଦ୍ୟୁତ ତାରଟି ଆପଣଙ୍କର ଛିଣ୍ଡି ଯାଇଥିଲା। ଛିଣ୍ଡି ଗଲା ପରେ ସେଇଠି ଯୋଉମାନେ ଲଟି ଗଲେ ସେଇଠି ସେମାନେ ସେଇଠି ମୃତ୍ୟୁବରଣ କରିଯାଇଛନ୍ତି ବିଦ୍ୟୁତ ତାର ଦ୍ୱାରା, ଅଲଗା କିଛି ନୁହଁ। ତାପରେ ସୋମବାର ରାତିରୁ ଯୋଉ ବନ୍ୟା ସହରର ଉପକଣ୍ଠରେ ଆସି ପହଞ୍ଚିଲା ଏବଂ ସହର ଉପକଣ୍ଠର ବ୍ୟବସାୟୀ ଗୁଡିକ ସବୁ ଯୋଉ ହନ୍ତସନ୍ତ ହେଲେ ଏବଂ ସମସ୍ତ ଦୋକାନ ଏବଂ ବଜାର ସମସ୍ତ କିଛି ହୋଟେଲ ବା ବିଭିନ୍ନ ପ୍ରକାର ଯାହା ବି ଅନୁଷ୍ଠାନ ଗୁଡାକ ସମସ୍ତ ଜଳବନ୍ଦୀ ଘେରରେ ରହିଗଲା। ଏବଂ ତତ୍ସଙ୍ଗେ ସଙ୍ଗେ ଅନେକ ପ୍ରମୁଖ ରାସ୍ତା ଗୁଡିକ ମଧ୍ୟ ଜଳ ଘେରରେ ରହିଗଲା ବା ଜଳ ଦ୍ୱାରା ପ୍ଲାବନ ହେଇକି ରହିଗଲା। ଏହି ପରିପ୍ରେକ୍ଷୀରେ ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହେଲା ଏବଂ ଅନ୍ୟାନ୍ୟ ଗାଡି ଘୋଡା ମଧ୍ୟ ବାଧାପ୍ରାପ୍ତ ହେଲା ଏବଂ ଫ୍ଲାଇଟ ସେବା ମଧ୍ୟ ବନ୍ଦ କରି ଦିଆଗଲା। ଯେ ଏଇ ଯୋଉ ବର୍ଷା ହେଲା, ଏଇ ବର୍ଷା ହଉଛି ଯେ 39 ବର୍ଷ ପୂର୍ବରୁ ଯାହା ବର୍ଷା ହେଇଥିଲା ତାର ବର୍ଷାର ତାର ବର୍ଷାର ନମୁନା ହଉଛି ଏଇଟା। ଏଇ 39 ବର୍ଷ ଭିତରେ ଏଇଭଳିକା ଅ ବାଦଳ ଫଟା ବର୍ଷା କେବେ ବି ୱେଷ୍ଟ ବେଙ୍ଗଲରେ ହେଇନଥିଲା, ଯାହା ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବଂ ଏଇ ବନ୍ୟା ଯେହେତୁ ଦୁର୍ଗା ପୂଜା ବା ଆଗକୁ ଅଛି, ଦୁର୍ଗା ପୂଜାରେ ଆମେ ସମସ୍ତେ ଜାଣୁ ଯେ ଭାରତ ବର୍ଷରେ ଦୁର୍ଗା ପୂଜା ପାଇଁ ଅ କଲିକତା ବା ୱେଷ୍ଟ ବେଙ୍ଗଲ ବହୁତ ଫେମସ। ସେଠି ସମସ୍ତେ ପ୍ରାୟ ଅଧିକାଂଶ ଲୋକ ଦେଖିବା ପାଇଁ ଯାଆନ୍ତି, କାରଣ ସେଠାରେ ଦୁର୍ଗା ପୂଜା ବହୁତ ଆଡମ୍ବର ସହକାରେ ବିଭିନ୍ନ ଅ ଜାକଜକମର ସେଠି ପାଳନ କରାଯାଏ। କିନ୍ତୁ ତାର ଠିକ 2-3 ଦିନ ପୂର୍ବରୁ ବା 4-5 ଦିନ ପୂର୍ବରୁ ହିଁ ଏଇ ଯୋଉ ବର୍ଷା ବେହାଲ କରିଛି, ଯୋଉଟା କି ଲୋକ ମାନସରେ ଟିକେ ଦୁଃଖ ସୃଷ୍ଟି ହୋଇଛି। ଯଦିଓ ଏଇଟା ବର୍ଷାର ପ୍ରାକୃତିକ ବିପର୍ଯ୍ୟୟ, ତଥାପି ଲୋକମାନଙ୍କ ମନରେ ଯୋଉ ଦୁର୍ଗା ପୂଜା ପ୍ରତି ଯୋଉ ଆବେଗ ଥିଲା, ଯୋଉ ମାନେ ଉତ୍ସୁକତା ଥିଲା ବା ତାଙ୍କ ମନରେ ଯୋଉ ପ୍ରକାର ଅ ଆବେଗ ଥିଲା ଦେଖିବା ପାଇଁ, ବା ସେମାନେ ସେ ମେଢ ଗୁଡାକ ବୁଲିଥାନ୍ତେ ବା ବର୍ଷାର ପୂଜାର ଉପଭୋଗ କରିଥାନ୍ତେ। କିନ୍ତୁ ତାରି ପୂର୍ବରୁ ହିଁ ଏଇ ଯୋଉ ଘଟଣା ଘଟି ଯାଇଛି, ତାହା ସମସ୍ତ ଜନମାନସରେ ଏକ ଦୁଃଖର ପରଦା ଟାଣି ଦେଇଛି। ଯଦି ଆମେ ପ୍ରଳୟ ବିଷୟରେ ଯଦି ଆଲୋଚନା କରିବା, କଣ କ୍ଷୟକ୍ଷତି ହେଇଛି ତା ବିଷୟରେ ଯଦି ଆଲୋଚନା କରିବା, ଗତ 24 ଘଣ୍ଟା ମଧ୍ୟରେ ବା 24 ଘଣ୍ଟାରେ ଯୋଉ ବର୍ଷା ହେଇଛି, ତା ଯାହା ରେକର୍ଡ କରାହେଇଛି ସେଇଟା ହଉଛି ଆପଣଙ୍କୁ 251.4 ମିଲିମିଟର ବର୍ଷା ରେକର୍ଡ କରାହେଇଛି। ଯୋଉଟା କି ରେକର୍ଡ କରାହେଇଥିଲା କେବେ ନା 1986 ମସିହାରେ ହିଁ ଏଇ ପ୍ରକାର 251.4 ମିଲିମିଟର ବର୍ଷା ହେଇଥିଲା। ଏଇଟା ସାଧାରଣ ବର୍ଷା ନୁହଁ, ଏହା ଗତ 137 ବର୍ଷ ମଧ୍ୟରେ ଏଇ ଅଞ୍ଚଳରେ ଏକ ପ୍ରାଦୁର୍ଭାବ ସୃଷ୍ଟି କରିଛି ଏବଂ ଷଷ୍ଠ ସର୍ବାଧିକ ବର୍ଷା ବୋଲି ଏଇଟା ୱେଷ୍ଟ ବେଙ୍ଗଲରେ ଧରାଯାଏ। 137 ବର୍ଷ ବର୍ଷ ଭିତରେ ଯେତେ ସବୁ ବନ୍ୟା ହେଇଛି, ଯେତେ ସବୁ ବାଦଲ ଫଟା ବର୍ଷା ହେଇଛି ବା ମେଘ ଫଟା ବର୍ଷା ହେଇଛି, ଏଇଟା ହଉଛି ଷଷ୍ଠତମ 137 ବର୍ଷ ଭିତରେ, ଯୋଉଟା କି ରେକର୍ଡ କରାଯାଇଛି 1986 ମସିହାରେ, ଯାହା ଯୋଉ ମିଲିମିଟରରେ ରେଞ୍ଜ ବର୍ଷା ହେଇଥିଲା, ଯୋଉଟା କି ଆପଣଙ୍କ 251.4 ମିଲିମିଟରରେ ସେଇଟା ଏଥର ହେଇଛି। ତ ଏଇଟା ଏକ କାହିଁକି ଏଇ ବର୍ଷାଟି ହେଇଛି ବା ବନ୍ୟା ପ୍ଳାବନ ହେଇଛି ନା ଭାରତର ପାଣିପାଗ ସୂଚନା ଅନୁସାରେ ଯାହା କୁହାଯାଇଛି ଯେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ବିକଶିତ ଏକ ନିମ୍ନ ଲଘୁଚାପ କ୍ଷେତ୍ର ହୋଇଥିବା ସୃଷ୍ଟି ହୋଇଥିବା ଯୋଗୁଁ ଏହାର ତାର କନସିକ୍ୱେନ୍ସ ବା ଏଇଟା ହଉଛି ତାର ଫଳାଫଳ, ଯାରି ଫଳରେ ବନ୍ୟା ହେଲା ୱେଷ୍ଟ ବେଙ୍ଗଲରେ। ଏବଂ ଆହୁରି ଗୋଟେ କଥା କହିବା, ଯେତେବେଳେ ନିଜେ ଘଟଣାସ୍ଥଳକୁ ଯାଇକି ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସେ ମଧ୍ୟ ନିଜେ କହିଛନ୍ତି ଏପରି ବର୍ଷା ସେ କେବେ ବି ୱେଷ୍ଟ ବେଙ୍ଗଲରେ ଦେଖି ନାହାନ୍ତି। ଏବଂ ଜୀବନ ହାନି ପାଇଁ ଯୋଉ ଦୁଃଖ ପ୍ରକାଶ କରିଛନ୍ତି, 10 ଜଣ ଯୋଉ ମୃତ୍ୟୁବରଣ କରିଛନ୍ତି, ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସେ ମଧ୍ୟ ସେଥିରେ ସମ୍ବେଦନଶୀଳ ହେଇ ଯୋଉ ମୃତ୍ୟୁବରଣ କରିଛନ୍ତି ସେ ପରିବାରକୁ
ପୀଡ଼ିତ ବ୍ୟକ୍ତି ପରିବାରକୁ କ୍ଷତିପୂରଣ ଦେବା ପାଇଁ ସେ ନିଜେ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଅତି ଶୀଘ୍ର ସେ ପ୍ରତିଶ୍ରୁତି ପାଳନ କରିବେ ବୋଲି ସେ କହିଛନ୍ତି। ଯେହେତୁ ଅନେକ ମୃତ୍ୟୁ ବିଦ୍ୟୁତ ଆଘାତରୁ ହିଁ ହୋଇଛି, ତେଣୁକରି ଏଇ ଦୃଷ୍ଟିକୋଣରୁ ତାଙ୍କୁ ସମସ୍ତ ଦୁର୍ଘଟଣା, ଏଇଟା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଧରାଯାଇ ପାରିବ। ଦୁର୍ଘଟଣା ଜନିତ ମୃତ୍ୟୁରେ ଯେ ସରକାରଙ୍କ ତରଫରୁ ଯେଉଁ ସମସ୍ତ ଅ, ସାହାଯ୍ୟ ସହାନୁଭୂତି ବା ଯେଉଁ ସମସ୍ତ ସାହାଯ୍ୟ ଦେବା ଆବଶ୍ୟକ, ସେ ସମସ୍ତ ସାହାଯ୍ୟ ସହାନୁଭୂତି ଦେବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିଜେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ୱେଷ୍ଟବେଙ୍ଗଲର ସେ ଘୋଷଣା କରିଛନ୍ତି। ଏବଂ ସେ ମଧ୍ୟ କହିଛନ୍ତି ମଙ୍ଗଳବାର ରାତିରେ ଯୋଉ ଅଧିକାରୀ ମାନେ ସମସ୍ତେ ଯୋଉ ମିଟିଂ କରିଛନ୍ତି ବା ଯୋଉ ଏଇ ଉପରେ କେମିତି ଆଲୋଚନା, କେମିତି ଆମେ ଇରାଡିକ କରିପାରିବା ବା ଜଳ ଘେରରେ ଯୋଉମାନେ ଅଛନ୍ତି ସେମାନଙ୍କୁ ଅ, କେମିତି ମୁକ୍ତ କରି ଅ, ନିରାପଦ ଜାଗାକୁ ନେଇ ଆସିବା, ସେଇ ଉପରେ ସେମାନେ ନିଜକୁ ଅ, ସାମିଲ କରିବା ପାଇଁ ସମସ୍ତ ଏନଡିଆରଏଫ ବା ଯୋଉ ଟିମ୍ ଗୁଡାକ ଅଛନ୍ତି ସେମାନଙ୍କର ଭଲେଣ୍ଟିୟର୍ସ ଗୁଡାକ ଅଛି, ସେ ଭଲେଣ୍ଟିୟର୍ସ ମାନଙ୍କୁ ଡାକିକି ଏଇ ଯୋଉ ବିଦ୍ୟୁତ ଅ, ଅ, ଯୋଉ ଦ୍ଵାରା ମୃତ୍ୟୁବରଣ କରିଛନ୍ତି, ତେଣୁକରି ସେମାନେ ମିଟିଂ କଲେ ଏବଂ ମିଟିଂ ରେ ପାସ୍ କଲେ ଯେ ରାତି ରାତି ତମାମ ମଙ୍ଗଳବାର ଦିନ ଆପଣଙ୍କର ବିଦ୍ୟୁତ କଟ କରାଗଲା। ରାତି ତମାମ ମଙ୍ଗଳବାର ଦିନ ବିଦ୍ୟୁତ କଟ କରାଗଲା ଏବଂ ବିଦ୍ୟୁତ କଟ କରାଗଲା ପରେ ଆପଣଙ୍କର ବର୍ତ୍ତମାନ ସେ ବିଦ୍ୟୁତ ଯୋଉ ସଂଯୋଗ କରାଯାଉଛି, ଯୋଉଟା କି ଅଧିକ ମାତ୍ରାରେ କ୍ଷୟକ୍ଷତି ହେଇଛି ବୋଲି ଜଣାପଡୁଛି। ତ ଏଇଟା ହଉଛି ପ୍ରକୃତ ପକ୍ଷେ ୱେଷ୍ଟବେଙ୍ଗାଲର ଚିତ୍ର, ଯୋଉଟା କି ସର୍ବାଧିକ ଭାବରେ ଅ, ଏଇ 137 ବର୍ଷ ଭିତରେ ଏଇଟା ହଉଛି ଷଷ୍ଠତମ ସର୍ବାଧିକ ବର୍ଷା, ଯୋଉଟା ଲଗାଣ ବର୍ଷା ବା ମେଘ ଫୁଟା ବର୍ଷା ବା ଆପଣଙ୍କର ବାଦଲ ଫଟା ବର୍ଷା, ଯାହାକି ଦୁଃଖ ପ୍ରକାଶ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୋ ଆପଣମାନେ এই ଭିଡିଓ ଦେଖିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବି ଅନୁରୋଧ କରୁଛି। ନମସ୍କାର।